ବେଶୀ ଅନ୍ୟାନ୍ୟ କଥା ଯୋଉ ଦଳ ଗଢିବା ଏ କଥା ଯୋଉଟା ହଉଛି ସେଟା ସମ୍ପୂର୍ଣ୍ଣ ଭାବେ ସମସ୍ତେ ବି କହିଛନ୍ତି, ଉଦ୍ୟୋକ୍ତା ମାନେ ବି କହିଛନ୍ତି ସେ ଉଦ୍ଦେଶ୍ୟ ଲକ୍ଷ୍ୟ ନାହିଁ ଏବଂ ଆଗକୁ କଣ ହେବ କଣ ନାହିଁ ଆପଣମାନେ ସମସ୍ତେ ନିଶ୍ଚିତ ଭାବେ ଜାଣିବେ। ନିଶ୍ଚିତ ଭାବେ କିଛି କଥା ଆପଣମାନଙ୍କ ଭିତରେ ଯୋଉଟା ଅଛି ସେଟା ଆଗାମୀ ଦିନ ମାନଙ୍କରେ ଆପଣମାନେ ନିଶ୍ଚିତ ଜାଣିବେ। ମୁଁ ଏକମତ ତା ସାଙ୍ଗରେ ମୁଁ ଏକମତ। ବହୁତ ଲୋକ ତାଙ୍କର ସଂପର୍ଶରେ କେବେ ଆସିନଥିଲେ, ସେମାନେ ବି ବିଜୟଙ୍କର କଥା କହୁଛନ୍ତି, ଆମେ ସତ ହିସାବରେ ଶୁଣୁଛୁ। ସେଟା ତ ହେଇଛି ସତ, କିନ୍ତୁ ଗୋଟେ କଥା ବିଜୟଙ୍କର ସମୟରେ ଏମିତି କେବେ ନଥିଲା। ପ୍ରତ୍ୟେକ କର୍ମୀଙ୍କ ସହିତ ବିଜୟ ଦେଖା କରୁଥିଲେ, କଥା ହଉଥିଲେ, ଡାକୁଥିଲେ ଏବଂ ବସୁଥିଲେ, କଥା ହଉଥିଲେ। ବର୍ତ୍ତମାନ ଏ ଯୋଉ ଗୋଟେ ସମସ୍ୟା ହେଇଛି, ନେତା ସାଙ୍ଗରେ ସମ୍ପର୍କ ନାହିଁ, ଏ ସମସ୍ୟା ହେଇଛି ଏବଂ ତେଣୁ ଆମେ ସମସ୍ତେ ଆମ ଭଳିଆ ଲୋକ ଯିଏ ରହିଛୁ ଏଥିପାଇଁ ଆମେ କାହାକୁ ନିନ୍ଦା ଦେଇନୁ, କାହା ନାଁରେ କିଛି ଅଭିଯୋଗ କରୁନୁ। ଆମେ ଦଳରୁ ଇସ୍ତଫା ଦେଇକି ଅଲଗା ଗୋଟେ ମଞ୍ଚ କରୁଛୁ। ରାୟଗଡାରେ ଆପଣମାନେ ସବୁ ଶୁଣିଥିବେ, ବିଜୁ ନାଁରେ ଗୋଟେ ମଞ୍ଚ କରିକିରି ଆମେ ସମସ୍ତେ ଗୋଟିଏ କାମ କରୁଛୁ ଏବଂ ବିଜୁଙ୍କର ମୁଁ ଆଜି ଯାହା ବି ଅଛି ବିଜୟଙ୍କର ଆଶୀର୍ବାଦରେ ଅଛି ଏବଂ 77 ବି ଆଜି ପର୍ଯ୍ୟନ୍ତ ବିଜୁ ପରିବାରରେ ମୁଁ ଅଛି। ଅନ୍ୟ ଦଳକୁ କେବେ ମୁଁ ଯାଏନି କି ଅନେଇନି। ଅନ୍ୟ ଦଳ ବିଷୟରେ ବିଚାର ମୁଁ କିଛି କ୍ରିଟିସାଇଜ କରିବାର କିଛି ଆବଶ୍ୟକତା ନାହିଁ। ସେ ଦଳର ଭଲ ଲାଗିଲାନି ବୋଲି ଆମେ ବାହାରକୁ ଆସିଛୁ, ସେତିକି ମାତ୍ର କହିବା, ଆଉ କିଛି କହିବା ନିଶ୍ଚୟ କିଛି ସମସ୍ତଙ୍କର ଉଦ୍ଦେଶ୍ୟ ଲକ୍ଷ୍ୟ ଆପଣମାନଙ୍କର ସମସ୍ତଙ୍କର ମାଇଣ୍ଡରେ ଯୋଉଟା ଅଛି ସେଟା ଆଗକୁ ବଢିଲା ଭଳିଆ କିଛି ଜଣା ପଡୁଛି, ସେତିକି ମାତ୍ର କହିବି। ମୋ ସାଙ୍ଗରେ କିଏ ଆଲୋଚନା କରିନାହାନ୍ତି, ସେ କଥାରେ ମୁଁ କିଛି ଉତ୍ତର ଦେଇପାରିବି। ଆଦର୍ଶକୁ ଅପନାଇକରି ଯେମିତି ଆଗକୁ ଓଡିଶାକୁ ଗଢିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର, ଏତିକି ସମସ୍ତଙ୍କର କାମ।